ପ୍ରେମ ହୋଇଥିଲା ଯୌବନରେ କିନ୍ତୁ ଅଧା ରହିଗଲା ଲଭ୍ ଷ୍ଟୋରି। କାହିଁକି କଲେନି ବିବାହ, ରହିଲେ ଏକୁଟିଆ। ଦିନେ ବଖାଣିଥିଲେ ମନର ବ୍ୟଥା, କହିଥିଲେ ଏକୁଟିଆ ରହିବା ଭାରି କଷ୍ଟକର। ସେ ଥିଲେ ବିଜନେସ୍ ଟାଇକୁନ୍, ସେ ଥିଲେ ଦାନବୀର, ଶିଳ୍ପ ସାମ୍ରାଜ୍ୟର ସମ୍ରାଟ। ଶିଳ୍ପ ଜଗତରେ ସୃଷ୍ଟି କରିଥିଲେ ମାଇଲଖୁଣ୍ଟ। ଯୁବପିଢ଼ିଙ୍କ ପାଇଁ ସେ ପ୍ରେରଣା। ଖୁବ୍ ସରଳ ଜୀବନ କାଟୁଥିବା ରତନ ଥିଲେ ବେଶ୍ ପ୍ରଫେସନାଲ। ହେଲେ ସଫଳତା ଶୀର୍ଷ ଛୁଇଁଥିବା ରତନ କିନ୍ତୁ କାଟୁଥିଲେ ନିଃସଙ୍ଗ ଜୀବନ, ରହୁଥିଲେ ଏକାକୀ। ଏତେ ବଡ଼ ବ୍ୟକ୍ତିତ୍ୱ ହୋଇ ବି ସେ ବାଛି ନଥିଲେ ସଙ୍ଗିନୀ। ପ୍ରେମରେ ପଡ଼ିଥିଲେ ସତ, କିନ୍ତୁ କରିନଥିଲେ ବିବାହ। ଅଧା ରହିଥିଲା ତାଙ୍କ 2.5 ଅକ୍ଷର କାହାଣୀ। ଏକଥା ଆମେ କହୁନୁ, ବରଂ ନିଜେ ବଖାଣିଥିଲେ ରତନ। ଆମେରିକାର ଲସ୍ ଏଞ୍ଜେଲ୍ସରେ ଥିଲା ଚାକିରି। ଉଚ୍ଛଳା ଯୌବନର ପ୍ରେମର ଢେଉରେ ବୁଡ଼ିଥିଲେ ଟାଟା। ଜଣେ ଯୁବତୀଙ୍କୁ ଦେଇ ବସିଥିଲେ ମନ। କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା, କିନ୍ତୁ ହଠାତ୍ ଘରୁ ଆସିଥିଲା ଫୋନ୍ କଲ୍। ଆଉ ବିଗିଡ଼ି ଯାଇଥିଲା ତାଙ୍କ ପ୍ରେମ ସମୀକରଣ। କାରଣ ଜେଜେମାଙ୍କ ଅସୁସ୍ଥତା ହେତୁ ଭାରତ ଫେରିବାକୁ ବାଧ୍ୟ ହୋଇଥିଲେ ଦୟାଳୁ ମଣିଷ। ମନରେ ବିଶ୍ୱାସ ଥିଲା କି ତାଙ୍କ ପଛେ ପଛେ ଭାରତ ଚାଲିଆସିବ ତାଙ୍କ ପ୍ରେମ। ହେଲେ ତାସର ପତ୍ତା ଭଳି ଭୁଷୁଡ଼ି ପଡ଼ିଥିଲା ତାଙ୍କ ଭଲ ପାଇବାର କାଚମହଲ। 1962ରେ ଭାରତ ଚୀନ ଯୁଦ୍ଧରେ ଯୁବତୀଙ୍କ ମା ବାପା ତାଙ୍କୁ ଛାଡ଼ି ନଥିଲେ ଭାରତ। ଫଳରେ ଅଧୁରା ରହିଯାଇଥିଲା ରତନ ଟାଟାଙ୍କ ପ୍ରେମ କାହାଣୀ। ଆହୁରି ବି ଜଣେ ବି ଟାଉନରେ ଅଭିନେତ୍ରୀଙ୍କ ସହ ରତନଙ୍କ ନାଁକୁ ନେଇ ଚର୍ଚ୍ଚା ହୁଏ। ଆଉ ସେହି ବଲିଉଡ୍ ଅଭିନେତ୍ରୀ ଜଣକ ହେଉଛନ୍ତି ସିମି ଗେରୱାଲ। ଚର୍ଚ୍ଚା ଥିଲା କି ସିମି 60 ଦଶକରେ ବଲିଉଡର ଜଣେ ସଫଳ ଅଭିନେତ୍ରୀ ଥିବାବେଳେ ଶୋର କରିଥିଲେ ହୋଷ୍ଟ। ଆଉ ସେହି ଶୋକୁ ଗେଷ୍ଟ ହୋଇଯାଇଥିଲେ ନିଜେ ରତନ ଟାଟା। 2011 ମସିହାରେ ଦେଇଥିବା ଏକ ସାକ୍ଷାତକାରରେ ରତନ ଟାଟାଙ୍କୁ ଡେଟ୍ କରିବା କଥା ସ୍ୱୀକାର କରିଥିଲେ ସିମି। ସିମି କହିଥିଲେ ରତନ ଟାଟା ଥିଲେ ଜଣେ ଅସାଧାରଣ ମଣିଷ। ତାଙ୍କ ବ୍ୟକ୍ତିତ୍ୱ ଥିଲା ଚମତ୍କାର। ପ୍ରଖର ବୁଦ୍ଧି ସହ ସେ ଥିଲେ ଖୁବ୍ ବିନମ୍ର ସ୍ୱଭାବର, କିନ୍ତୁ କେବେ ବି ତାଙ୍କର ଲୋଭ କି ଦୁର୍ବଳତା ନଥିଲା, ଯାହା ତାଙ୍କୁ ଖୁବ୍ ଆକୃଷ୍ଟ କରିଥିଲା ବୋଲି ବଖାଣିଥିଲେ ସିମି। ରତନ ନା ଯେମିତି, ବ୍ୟକ୍ତିତ୍ୱ ବି ସେମିତି। ଦୁଇ ଥର ପ୍ରେମ, ତଥାପି ସେ ଥିଲେ ନିର୍ବିବାଦ। ଭଲ ପାଇବା ଥାଇ ବି ସେ ହରାଇ ବସିଥିଲେ ସବୁ କିଛି। ତଥାପି ମନରେ ଥିଲା ଅବଶୋଷ। ହେଲେ ବେଳେବେଳେ ମନକୁ ଆସେ ଏକାକୀ ରହିବାର ଦୁଃଖ। ତାଙ୍କୁ ମାଡ଼ି ବସେ ତାଙ୍କର ନିଃସଙ୍ଗତା। ଆଜି ତାଙ୍କ ଆବର୍ତ୍ତମାନରେ ଅନେକ ଆଲୋଚନା। କ'ଣ ଅଧା ରହିଗଲା କି ତାଙ୍କ ପ୍ରେମ କାହାଣୀ? ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।